ମୁଣ୍ଡା ଓକେ ମୁଣ୍ଡା ଡାକନା ନାଗ ଡାକୁନା ନାଗ କାଲି ତାଙ୍କୁ ଘରେ ଯୋଉ ଗାଁରେ ମିଟିଂ ବସିବାକୁ ଡାକିଲେ ସେଠୁ ସମସ୍ତେ ଆଉ 2 ଜଣଙ୍କୁ ଡାକିଥିଲେ ଯେ ସେମାନେ 2 ଜଣ ଗଲେ ଇଏ ଖାଇକି ଶୋଇଥିଲେ କର୍ମ କରି ଗଲେ ବାଧା ନାଗିଲେ ଶୋଇବେ କି ନାହିଁ ସେ ଶୋଇଥିଲେ ଘରେ ତାଙ୍କୁ ଜବରଦସ୍ତି ଆସିକି ଆଗ ଚୌକି ଆସିକି ଡାକିଲେ ଯେ ମୁଁ କହିଲି ସେ ଶୋଇଛନ୍ତି ଆପଣ ରାତି 10ଟା 10:30 ଆସିକି ଡାକିଲେ ସେ କେମିତି ଥିବେ ଗୋଟେ ଲୋକ ମିଟିଂ କେତେ ଜଣ ଲୋକ ଡାକୁଥିଲେ ସେ ଚୌକି ଆଗ ଆସିକି ଡାକିଥିଲେ ତାପରେ ଏଠୁ ପଛରେ ମୁଁ ତାକୁ ଏମିତି କହିଲି ଆଉ ଆପଣ ଦିନରେ ଆସିକି ତାଙ୍କୁ ଡାକିବେ ମୁଁ ତାଙ୍କୁ କାଲି ବନ୍ଦ କରିଦେବି ସେ ଯିବେନି ଆଉ ତାଙ୍କୁ ମୁଁ ରଖିଥିବି ସିଏ ଏଠୁ ତାପରେ ଆଉ ଥରେ ଏଠୁ ଆସିକି ତାଙ୍କ ଯିଏ ଯାହାର ଚୋରି ହେଇଛି ତାଙ୍କ ଭାଇମାନେ ଆସିକି ତାଙ୍କୁ କାଲି ଯେତିକି ମନେ ପକାଉଛି ନା କହିଛ କିଏ ନେଲେ କ'ଣ କଲେ ନା କହିଛ ଅଜୟ ରାଉତ ଆଉ କୋଉଥିରେ ନେଇକିରି ଗଲେ ସେ ଘରୁ ତାଙ୍କୁ ଟେକି ନେଲେ ଅଜୟ ରାଉତ ଆଉ ତାଙ୍କ ନାଁ ହଉଛି ଯୋଉ କାରରେ ତାଙ୍କୁ ନେଇକି ଗଲେ ତାକୁ ଆଗ ଟେକିକି ଘରୁ ନେଇକି ଗଲେ ଟେକିକି ଘରକୁ ଆଗ ନେଲେ ତାପରେ ଏଠୁ ସେ ନ ଉଠିବାରୁ ଟେକିକି ନେଇ ଗଲେ ତାପରେ ଏଠୁ ଆସିଲେ ମନ୍ଦିରଠି ଠିଆ ହେଲେ ମନ୍ଦିରଠି ଏଠୁ ସେ ଉଠିଲେ ନା ମୁହଁରେ ପାଣି ମାରିବାରୁ ସେ ଉଠିଲେ ସେ ଏଠୁ କହିଲେ ତାଙ୍କୁ ପଚାରିଲେ ଗଲେ ତମେ ଚୋରି କରିଛ ନା ନାଇଁ ମୁଁ ଚୋରି କରିନି ଗୋଟେ ଲୋକ ଚୋରି କରିନି ତାହେଲେ କେମିତି ଆମେ ତାଙ୍କୁ କହିବା ଯେ ହଁ ଚୋରି କରିଛୁ ବୋଲି ସେ ଜବରଦସ୍ତି କଲେ ହଁ କର ଆଉ ସେମାନେ ହଁ ମାଇଲେନି ଆମେ ଚୋରି କରୁଛୁ ତୁ ହଁ କର ଇଏ ନାହିଁ କଲେ ନାଇଁ ମୁଁ ଚୋରି କରିନି ବୋଲି ତାପରେ ଏଠୁ ଗାଁ ବାଲା କହିଲେ ଆଉ ସିଏ ତ ମାନୁନାହାନ୍ତି ଚୋରି କରିଛନ୍ତି ବୋଲି ଆଉ ତମେ ଯାହା କରୁଛ କର ଏଠୁ ତାଙ୍କୁ ଗୋଟେ ଗାଡ଼ିରେ ବସେଇକି କାରରେ ନେଇଗଲେ ସେ କାରରେ ବସେଇକି ନେଇଗଲେ ଦେଖୁନୁ ସିଏ ବର୍ଷା ହଉଥିଲା ସେ ଲୋକମାନେ କେହି ଜେଜେଟା ସବୁ ଭାଙ୍ଗିକି ପଳେଇଲେ ଏମାନେ ଯୋଉତକ ଥିଲେ ଘରୁ ନେଇଥିଲେ ସେଇ ତ କ'ଣ ଜାଣି ତାଙ୍କୁ ନେଇଗଲେ କାରରେ ଗୋଡ଼ ହାତ ବାନ୍ଧି ଦେଇକି ତାଙ୍କୁ ନେଇଗଲେ ଇନ୍ଦୁପୁର ଯୋଉ ଖଣି ଅଛି ଏଇ ଖଣି ଭିତରେ ପକେଇକି ଗୋଟେ ରଡ଼କୁ ଆଉ ଲୁହାର ଯୋଉ ପାଇପ୍ ପାଣି ପାଇପ୍ ଏଥିରେ ବାଡ଼େଇକି ମାରି ଦେଇଛନ୍ତି କ'ଣ ଚାହୁଁଛନ୍ତି ଆପଣ ମୁଁ ଆଗେ କିଛି ଚାହୁଁନି ମୋ ଛୋଟ ଛୁଆମାନେ କେମିତି ମୁଁ ଖାଲି ନ୍ୟାୟ ଚାହୁଁଛି ନହେଲେ ଆଉ କିଛି ନୁହଁ କେତେ ଜଣ ଏମିତି ମିଶିକି କରିଛନ୍ତି ଲୋକ ତ କହିଲେ ନାଇଁ ଯୋଉ ତମେ ଯାହା କରୁଛ କର ବୋଲି ଏମିତି ତାଙ୍କ ଭାଇମାନେ ଜାଣି ଏମିତି କରୁଛନ୍ତି ସବୁ ଆଉ କେତେ ଜଣ